ଯୋଗ ହଉଛି ଆମେ ଯୋଗ କରିବାର ଉଦ୍ଦେଶ୍ୟ ହେଲା ଯେ ଆମେ ସମସ୍ତଙ୍କୁ ଯେଭଳି ଭାବରେ ପ୍ରଧାନମନ୍ତ୍ରୀ କହୁଥିଲେ ଏବେ ଆମେ ସମସ୍ତେ ନିଜ ଭିତରେ ଏକଜୁଟ ହବା ନିଜର ଯୋଡି ମାନେ ଆମ ଭିତରେ ଗୋଟେ ସଂଗଠନ ବଢିବ ଯୋଡିବା ଏବଂ ଆମର ଯୋଉ ଯେଭଳି ଭାବରେ ଦିନକୁ ଦିନ ହାଇଜେନିକ ଫୁଡ ଆମେ ଖାଉଛେ ଆମେ ଦିନ ସାରା କାମ କରିବା ଭିତରେ ଆମେ ନିଜକୁ ଦେହକୁ ନିଜ ଫିଟ୍ ରଖୁଛେ ଏ ଯୋଗ ଦ୍ୱାରା ଆମେ ଅଭ୍ୟାସ କରିବା ଦ୍ୱାରା ଆମର ନିଜର ସନ୍ତୁଳନ ମାନେ ଆମର ନିଜକୁ ବଡିର ହେଲ୍ଦି ଆମେ ଯୋଉ ବଡିର ଶାରୀରିକ ସୁସ୍ଥ ରହିବ ପରିବେଶକୁ ସୁସ୍ଥ ଦେବା ଏବଂ ଲୋକମାନଙ୍କ ସହ ଗୋଟେ ସୁନ୍ଦର ବାର୍ତ୍ତା ଯିବ କେମିତି ଆମେ ଆମର ଯୋଗ ସହିତ ଆମର ଶାରୀରିକ କୌଣସି ଯୋଉ ରୋଗ ବୃଦ୍ଧି ହଉଛି ସେ ସବୁକୁ ଦୂର କରିବ ଏବଂ ଲୋକଙ୍କ ସହିତ ସାମିଲ ହେଇକି ତାର ଗୋଟେ ଅଲଗା ମେସେଜ ଦେବା ଲୋକଙ୍କୁ ଏବଂ ଏକଜୁଟ ହେବା ଇଏ ହଉଛି ଆମର ଉଦ୍ଦେଶ୍ୟ। ଏବଂ ଆଜି ୱାର୍ଲଡ ଯୋଗା ଡେ এই ডে সারা ଭାରତ ଏକୁ ପାଳୁଛନ୍ତି ଏବଂ ଅନ୍ୟ ଦେଶ ବି ତାକୁ ଯୋଗ ଦିବସ ହିସାବରେ ପାଳୁଛନ୍ତି।